ନମସ୍କାର। ଓମ୍ ନମୋ ଭଗବତେ ବାସୁଦେବାୟ। ଆଜି ଆମେ ପୁଣି ଥରେ ଏକାଠି ହୋଇଛେ। ଶ୍ରୀମଦ୍ ଭଗବଦ୍ ଗୀତାର ଗୋଟେ ବହୁତ ବହୁତ ଗୁରୁତ୍ୱପୂର୍ଣ୍ଣ ଶ୍ଲୋକ ଅଛି। ସେଟା ଉପରେ ଆମେ ଆଜି ଗଭୀର ଭାବରେ କଥା ହେବା। ଆମ ପାଖରେ ଏଇ ଶ୍ଲୋକର ଗୋଟେ ବିସ୍ତୃତ ବ୍ୟାଖ୍ୟା ବି ଅଛି, ଯାହା ଆମକୁ ବୁଝିବାରେ ସାହାଯ୍ୟ କରିବ। ହଁ, ଆଜିର ଆମ ଆଲୋଚନା ରହିବ ଗୀତାର ଦ୍ୱିତୀୟ ଅଧ୍ୟାୟ, ମାନେ ସାଂଖ୍ୟଯୋଗର 43ତମ ଶ୍ଲୋକ। ଏଠି ଭଗବାନ ଶ୍ରୀକୃଷ୍ଣ ଅର୍ଜୁନଙ୍କୁ ସେମିତି କିଛି ଲୋକଙ୍କ କଥା ବୁଝଉଛନ୍ତି, ଯେଉଁମାନଙ୍କର ଜୀବନଟା ପୁରା କଣ କହନ୍ତି, ଖାଲି କାମନା ପଛରେ ହିଁ ଚାଲିଥାଏ। ଏ ବିଷୟଟା ଆମ ସମସ୍ତଙ୍କ ପାଇଁ ଜାଣିବା ଦରକାର। ଏହାର ପୁରା ଅର୍ଥଟା ଭଲ ଭାବେ ବୁଝିବା ପାଇଁ ଆମ ସାଙ୍ଗରେ ଶେଷ ଯାଏଁ ରହିବାକୁ ଅନୁରୋଧ। ଆଉ ହଁ, ଯଦି ଏମିତି ଜ୍ଞାନ ବଢ଼େଇବା ଭଳି ଆଲୋଚନା ଭଲ ଲାଗୁଛି, ତେବେ ଆମ ଚ୍ୟାନେଲକୁ ସବସ୍କ୍ରାଇବ୍ କରିବା କଥା ବି ଭାବିପାରନ୍ତି। ଆସନ୍ତୁ ପ୍ରଥମେ ମୂଳ ଶ୍ଲୋକଟା ଶୁଣିବା। କାମାତ୍ମାନ ସ୍ୱର୍ଗପରା ଜନ୍ମ କର୍ମ ଫଳପ୍ରଦାମ୍ କ୍ରିୟା ବିଶେଷ ବହୁଳାମ୍ ଭୋଗେଶ୍ୱର୍ଯ୍ୟ ଗତିଂ ପ୍ରତି। 43। ବା, ଶ୍ଲୋକଟା ଶୁଣିଲା ମାତ୍ରେ ହିଁ ମନ ଭିତରେ କେତେ କଥା ଆସିଯାଉଛି। ଏଠି ଭଗବାନ ଯେଉଁ କାମାତ୍ମାନା ଲୋକଙ୍କୁ କଥା କହୁଛନ୍ତି, ସେମାନଙ୍କର ମନର ଅବସ୍ଥା କେମିତି ଥାଏ? କାହିଁକି ସେମାନେ ଏମିତି ହୁଅନ୍ତି? ହଁ, ଏଇଟା ବହୁତ ବଢ଼ିଆ ପ୍ରଶ୍ନରୁ ଆରମ୍ଭ। ଭଗବାନ ଏଠି ଗୋଟେ ଖାସ୍ ମାନସିକତା କଥା କହୁଛନ୍ତି। କାମାତ୍ମାନା, এই ଶବ୍ଦଟା ନିଜେ ହିଁ କେତେ ଗଭୀର। ମାନେ ଯେଉଁମାନଙ୍କର ଆତ୍ମା ବା ପୁରା ସତ୍ତାଟା ହିଁ କାମନାରେ ବୁଡ଼ି ରହିଛି। ସେମାନଙ୍କର ସବୁ ଚିନ୍ତା, ସବୁ ଭାବନା ଆଉ ଜୀବନର ଦିଗ ସବୁକିଛି ଖାଲି ସଂସାରର ଇଚ୍ଛା ପୂରଣ ପାଇଁ ହିଁ ଥାଏ। ଆଚ୍ଛା, ତାମାନେ ସେମାନଙ୍କର ନିଜ ପରିଚୟଟା ହିଁ ତାଙ୍କ ଇଚ୍ଛା ସଙ୍ଗରେ ମିଶି ଯାଇଛି। ଏକଦମ, ହଁ, ପୁରା ସେଇଆ। ସେମାନେ ନିଜକୁ ନିଜ ଇଚ୍ଛାଠୁ ଅଲଗା ଭାବି ପାରନ୍ତିନି। ଆଉ ଯେତେବେଳେ କେହି ଏମିତି କାମାତ୍ମାନା ହୋଇଯାଏ, ସେତେବେଳେ ତାର ଜୀବନର ସବୁଠୁ ବଡ଼ ଲକ୍ଷ୍ୟ କ'ଣ ହେବ? ଶ୍ଲୋକର ଶେଷକୁ ଦେଖନ୍ତୁ, ଭୋଗୈଶ୍ୱର୍ଯ୍ୟ ଗତିମ୍ ପ୍ରତି, ମାନେ ସେମାନଙ୍କର ସବୁ ଗତି, ସବୁ ଚେଷ୍ଟା କେବଳ ଭୋଗ, ମାନେ ଇନ୍ଦ୍ରିୟ ସୁଖ ଆଉ ଐଶ୍ୱର୍ଯ୍ୟ, ଧନ, ସମ୍ପତ୍ତି, ସମାଜରେ ନାଁ, ଏଇ ସବୁ ପାଇବା ପାଇଁ ହିଁ ହେଇଥାଏ। ବୁଝିଲି। ତବେ ଏଇ କାମାତ୍ମା ଲୋକମାନେ, ସେମାନେ ନିଜ ଲକ୍ଷ୍ୟ ପାଇଁ କୋଉ ବାଟ ଧରନ୍ତି? ଶ୍ଲୋକରେ ସ୍ୱର୍ଗପରା ବୋଲି ଅଛି। ହଁ ଆଉ କ୍ରିୟା ବିଶେଷ ବହୁଲାମ୍, ଏଗୁଡ଼ାକ କ'ଣ କହୁଛି? ହଁ, ଏଇଟା ହିଁ ତାଙ୍କ କାମ କରିବାର ତରିକା। ସ୍ୱର୍ଗପରା ମାନେ ସେମାନେ ଭାବନ୍ତି ସ୍ୱର୍ଗ ପାଇବାଟା ହିଁ ସବୁଠୁ ବଡ଼ କଥା, ଜୀବନର ଶେଷ ଲକ୍ଷ୍ୟ। ତାଙ୍କ ପାଇଁ ବେଦ ହେଉ କି ଧର୍ମ, ସେସବୁ ଖାଲି ସ୍ୱର୍ଗର ସୁଖ ପାଇବାର ଗୋଟେ ଜରିଆ। ସେମାନେ ଭାବନ୍ତି ଏହାଠୁ ବଳି ଆଉ କିଛି ନାହିଁ। ଆଚ୍ଛା। ଆଉ ଏଇ ସ୍ୱର୍ଗ ହେଉ କି ଅନ୍ୟ ଭୋଗ ପାଇବା ପାଇଁ ସେମାନେ କ'ଣ କରନ୍ତି? ସେମାନେ କ୍ରିୟା ବିଶେଷ ବହୁଲାମ୍ କଥାରେ ପୁରା ପଡ଼ିଯାଆନ୍ତି। ମାନେ ବେଦରେ ଯୋଉକି ବହୁତ ପ୍ରକାରର ଖାସ୍ ଯଜ୍ଞ, ପୂଜାପାଠ, କର୍ମକାଣ୍ଡ କଥା ଲେଖା ହେଇଛି, ସେଇଟାକୁ ସେମାନେ ବେଶୀ ଗୁରୁତ୍ୱ ଦିଅନ୍ତି। ସେମାନେ ଭାବନ୍ତି ଏଇସବୁ ଜଟିଳ କର୍ମକାଣ୍ଡ ଯେତେ ବେଶୀ କରିବେ, ସେତେ ପୁଣ୍ୟ ମିଳିବ, ଆଉ ସେତେ ଜଲ୍ଦି ତାଙ୍କର ଭୋଗ ଆଉ ଐଶ୍ୱର୍ଯ୍ୟର ଇଚ୍ଛା ପୂରଣ ହୋଇଯିବ। କିନ୍ତୁ ଶ୍ଲୋକରେ ଆଉ ଗୋଟେ ଜିନିଷ ବି ଅଛି, ଜନ୍ମ କର୍ମ ଫଳପ୍ରଦାମ୍। ଏ ଯୋଉ କର୍ମକାଣ୍ଡ କଥା କହିଲେ, ସେଗୁଡ଼ାକ କେମିତି ଫଳ ଦିଏ? ଏଇଟା ହିଁ ଏ ବାଟର ଗୋଟେ ବଡ଼ ସମସ୍ୟା କୁହନ୍ତୁ ବା ସୀମା କୁହନ୍ତୁ, ସେଇଟା ଦେଖଉଛି। ଜନ୍ମକର୍ମ ଫଳପ୍ରଦାମ୍ ମାନେ ହେଲା ଏମିତି କର୍ମକାଣ୍ଡ ଯୋଉଟା ଖାଲି କିଛି ପାଇବାର ଆଶାରେ କରାଯାଏ। ଫଳ ଦିଏ, ଯାହା ପୁଣି ନୂଆ ଜନ୍ମ ଆଉ ନୂଆ କର୍ମର କାରଣ ହୁଏ। ସ୍ୱର୍ଗରେ ବି ପୁଣ୍ୟ ସରିଗଲେ ପୁଣି ଏଠିକି ଫେରିବାକୁ ପଡ଼େ। ଏଇଟା ଜନ୍ମ ମୃତ୍ୟୁ ପୁଣି ଜନ୍ମ, ଏଇ ଚକ୍ରକୁ ସାରେନି, ବରଂ ତାକୁ ଚଲେଇ ରଖେ। ଏଇଟା ଗୋଟେ କ'ଣ କହନ୍ତି, ସୁନା ଶିକୁଳି ଭଳିଆ ବାନ୍ଧି ରଖେ। ବାଃ, ଏଇଟା ତ ବଡ଼ ଗଭୀର କଥା। ତାହେଲେ ଭଗବାନ କ'ଣ ଏ ବାଟଟାକୁ ପୁରା ଭୁଲ କହୁଛନ୍ତି, ନା ଖାଲି ଏହାର ଲିମିଟ୍ ଦେଖଉଛନ୍ତି? କାରଣ ବେଦରେ ତ ଏମିତି କର୍ମକାଣ୍ଡ ବିଷୟରେ ଲେଖା ଅଛି ନା? ହଁ, ଏଇଟା ଗୋଟେ ସୂକ୍ଷ୍ମ ଜାଗା। ଭଗବାନ ଏଠି ବେଦର କର୍ମକାଣ୍ଡ ଭାଗକୁ ଖରାପ କହୁନାହାନ୍ତି, କିନ୍ତୁ ଯେଉଁ କାମାତ୍ମା ଲୋକମାନେ, ସେମାନେ ଯେତେବେଳେ ଏହାକୁ ହିଁ ସବୁକିଛି ଭାବି ଦିଅନ୍ତି, ଖାଲି ନିଜ ସଂସାରର ଭୋଗ ପାଇଁ ଆଉ ସ୍ୱର୍ଗ ପାଇଁ, ସେଇ ସଂକୀର୍ଣ୍ଣ ଭାବନାଟାକୁ ହିଁ ଭଗବାନ ଏଠି ସମାଲୋଚନା କରୁଛନ୍ତି। ସେ କହିବାକୁ ଚାହୁଁଛନ୍ତି ଯେ ଏଇଟା ଧର୍ମର ଗୋଟେ ପାହାଚ ହେଇପାରେ, କିନ୍ତୁ ଶେଷ ଜାଗା ନୁହେଁ। ଆଚ୍ଛା, ବୁଝିଲି। କାରଣ ଯେମିତି ଆମେ କଥା ହେଲେ, ସ୍ୱର୍ଗ ବି ତ ସବୁଦିନିଆ ନୁହେଁ। ପୁଣ୍ୟ ସରିଗଲେ ତଳକୁ ଖସିବା ନିଶ୍ଚିତ। ଆଉ ଏମିତି କାମ ଜନ୍ମ ମୃତ୍ୟୁ ଚକ୍ରରେ ବାନ୍ଧି ରଖେ। ଭଗବାନ ଏଠି ଅର୍ଜୁନଙ୍କୁ ଆଉ ଆମ ସମସ୍ତଙ୍କୁ ବି ଏଇ ସୀମିତ ଚିନ୍ତାଧାରାର ଉପରକୁ ଉଠିବାକୁ କହୁଛନ୍ତି। ପ୍ରକୃତରେ ଦେଖିଲେ, ଏ ଶ୍ଲୋକଟା ଆଗକୁ ଆସୁଥିବା ଶ୍ଲୋକ ପାଇଁ ଗୋଟେ ପ୍ରକାରର ଭୂମିକା ତିଆରି କରୁଛି।
ସେଠି ସେ ନିଷ୍କାମ କର୍ମଯୋଗ ଆଉ ବୁଦ୍ଧିଯୋଗ କଥା କହିବେ, ଯାହା ଏ ଜନ୍ମ ମୃତ୍ୟୁ ଚକ୍ରରୁ ମୁକ୍ତି ଦେଇପାରିବ। ହଁ, ଏଇଟା ବହୁତ ଗୁରୁତ୍ୱପୂର୍ଣ୍ଣ କଥା। ତାମାନେ ଏ ଶ୍ଲୋକଟା ଗୋଟେ ଚେତାବନୀ ଭଳି ଯେ ଧର୍ମକୁ ଯଦି ଖାଲି ସଂସାରର ଜିନିଷ ପାଇବା ପାଇଁ ବ୍ୟବହାର କରିବା, ତେବେ ଆମେ ତାର ଅସଲ ଉଦ୍ଦେଶ୍ୟଟା ମାନେ ଆତ୍ମଜ୍ଞାନ ଆଉ ମୋକ୍ଷ ସେଟା ହରେଇଦବା। ନିଶ୍ଚିତ ଭାବରେ ଧର୍ମ କ'ଣ ଗୋଟେ ଇଚ୍ଛାପୂରଣ ମେସିନ୍ କି? ଯେଉଁମାନେ କାମାତ୍ମା ସେମାନେ ଧର୍ମକୁ ସେମିତି ହିଁ ଦେଖନ୍ତି, ଖାଲି ଗୋଟେ ସାଧନ ନିଜ ଇଚ୍ଛା ପୂରଣ ପାଇଁ। ସେମାନେ ବେଦର ସେଇ ପୁଷ୍ପିତ ବାକ୍ୟ, ମାନେ ଯେଉଁ ଶୁଣିବାକୁ ଭଲ ଲାଗୁଥିବା କଥା ସବୁ ଅଛି, ସେଥିରେ ମୋହରେ ପଡ଼ିଯାଆନ୍ତି ଆଉ ତା ଭିତରେ ଥିବା ଗଭୀର କଥାଟାକୁ ବୁଝିବାକୁ ଚେଷ୍ଟା କରନ୍ତିନି କି ଚାହାନ୍ତି ବି ନାହିଁ। ଏ କଥାଟା ଆଜିକା ସମୟ ପାଇଁ ବି ପୁରା ଠିକ୍ ନା? ଆମେ ଦେଖୁଛେ କେତେଥର ଆଧ୍ୟାତ୍ମିକତାକୁ ବି ଗୋଟେ ପ୍ରଡକ୍ଟ ଭଳି ବ୍ୟବହାର କରାଯାଉଛି, ଖାଲି ସଫଳତା ପାଇଁ, ଭଲ ସ୍ୱାସ୍ଥ୍ୟ ପାଇଁ କିମ୍ବା ସମ୍ପର୍କ ଭଲ କରିବା ପାଇଁ। ହଁ, ଏଇଟା ଗୋଟେ ଦରକାରୀ ପଏଣ୍ଟ। ଏ ଶ୍ଲୋକ ଆଜି ବି ସେତିକି ହିଁ ଲାଗୁ ହୁଏ। ଆଜିକାଲିକା ୱେଲନେସ୍ କଲଚରକୁ ଦେଖନ୍ତୁ। ବହୁତ ଜାଗାରେ ଯୋଗ ହେଉ, ଧ୍ୟାନ ହେଉ କିମ୍ବା ଆଉ କିଛି ଆଧ୍ୟାତ୍ମିକ ଅଭ୍ୟାସ, ସେଗୁଡ଼ାକୁ ଖାଲି ମାନସିକ ଚାପ କମେଇବା ପାଇଁ, କାମରେ ଦକ୍ଷତା ବଢ଼ାଇବା ପାଇଁ କିମ୍ବା ଖାଲି ଟିକେ ଭଲ ଅନୁଭବ କରିବା ପାଇଁ, ଏମିତି ସାଂସାରିକ ଫାଇଦା ପାଇଁ ହିଁ କୁହାଯାଉଛି। ଏଟା ନିଶ୍ଚୟ ଖରାପ ନୁହେଁ, ଏହାର ଲାଭ ବି ଅଛି। ହଁ, ଠିକ୍। କିନ୍ତୁ ଆମର ଏଇ ଆଲୋଚନା ଅନୁସାରେ ଯଦି ଗୀତାର ଦୃଷ୍ଟିରୁ ଦେଖିବା, ତେବେ ଆମ ଲକ୍ଷ୍ୟ ଯଦି ଖାଲି ସେତିକିରେ ରହିଗଲା, ତେବେ ଆମେ ବି ସେହି ଭୋଗ ଐଶ୍ୱର୍ଯ୍ୟ ଗତି ପ୍ରତିବାଲା ଗ୍ରୁପରେ ଆସିଯିବାର ସମ୍ଭାବନା ରହିଛି। କାରଣ ଆମେ ଆଧ୍ୟାତ୍ମିକ ଜିନିଷକୁ ବ୍ୟବହାର କରୁଛେ ଖାଲି ଭୌତିକ ବା ମାନସିକ ସ୍ତରର ସୁଖ ପାଇଁ, ଆତ୍ମାର ଅସଲ ସତ୍ୟକୁ ଜାଣିବା ପାଇଁ ନୁହେଁ କି ମୁକ୍ତି ପାଇଁ ନୁହେଁ। ହଁ, ଏଇଟା ସତରେ ଭାବିବାର କଥା। ତାମାନେ ପୂଜା କରିବା, ବ୍ରତ ରଖିବା, ତୀର୍ଥ ଯିବା ଏସବୁ ଭୁଲ ନୁହେଁ, କିନ୍ତୁ ତା ପଛରେ ଥିବା ଭାବନା ବା ଉଦ୍ଦେଶ୍ୟଟା ବେଶୀ ଗୁରୁତ୍ୱପୂର୍ଣ୍ଣ। ଯଦି ଆମେ ଖାଲି କିଛି ପାଇବାର ଆଶାରେ କରୁଛେ, ହଁ, ତେବେ ଫଳ ତ ମିଳିପାରେ, କିନ୍ତୁ ଆମ ଆଧ୍ୟାତ୍ମିକ ଉନ୍ନତିଟା ସେଇଠି ଅଟକିଯିବ। ବିଲକୁଲ ସही है। और ଯେତେବେଳେ ଫୋକସ୍ଟା ଖାଲି ପାଇବା ଉପରେ ରହେ ଆଉ ଯଦି ଆଶା ପୂରଣ ନ ହୁଏ, ସେତେବେଳେ କ'ଣ ହୁଏ? ମଣିଷ ଦୁଃଖୀ ହୁଏ, ହତାଶ ହୁଏ, ଏମିତିକି ଭଗବାନଙ୍କ ଉପରୁ କି ଧର୍ମ ଉପରୁ ଭରସା ବି ଉଠିଯାଏ। ହଁ, ଏମିତି ହୁଏ। କାରଣ ସେ ଧର୍ମକୁ ଗୋଟିଏ ଡିଲ୍ ଭଳି ଦେଖୁଥିଲା। ମୁଁ ଏତିକି କଲି, ମୋତେ ଏତିକି ମିଳିବା ଦରକାର। ସେ ଭୁଲିଯାଏ ଯେ କର୍ମଫଳର ନିୟମ କେତେ ଜଟିଲ ଆଉ ଈଶ୍ୱରଙ୍କର ଯୋଜନା ଆମର ଛୋଟ ବୁଦ୍ଧିରୁ ବହୁତ ବାହାରେ। ଠିକ୍ କଥା। ସେଥିପାଇଁ ତ ଭଗବାନ ଏ ଶ୍ଲୋକରେ ଆମକୁ ସତର୍କ କରାଉଛନ୍ତି। ସେ କହୁଛନ୍ତି, ଏ ଯେଉଁ ଫୁଲପତ୍ର ଭଳିଆ ସୁନ୍ଦର ଦେଖାଯାଉଥିବା କଥା ଅଛି, ସେଥିରେ ମୋହରେ ପଡ଼ନି। ଧର୍ମର ଅସଲ ବାଟ ହେଉଛି ଆତ୍ମଶୁଦ୍ଧି, ଆତ୍ମଜ୍ଞାନ ଆଉ ପରମାତ୍ମାଙ୍କ ସହିତ ଯୋଗ, ଯାହା ସବୁ ପ୍ରକାର ଦୁଃଖରୁ ସବୁଦିନ ପାଇଁ ମୁକ୍ତି ଦେଇପାରିବ। ତାହେଲେ ଆଜି ଆମେ ଯାହା ସବୁ କଥା ହେଲେ, ସେଥିରୁ ଏତିକି ବୁଝାପଡ଼ୁଛି ଯେ ଶ୍ଲୋକ 2.43 ଗୋଟେ ଆଇନା ଭଳି। ଏଇଟା ଆମକୁ ଦେଖଉଛି କେମିତି ଇଚ୍ଛା ବା କାମନା ଆମ ଦୃଷ୍ଟିକୁ ଛୋଟ କରିଦିଏ ଆଉ ଆମକୁ ଧର୍ମର ଖାଲି ଉପର ସ୍ତରରେ ହିଁ ଅଟକେଇ ରଖେ, ଯୋଉଠି ଖାଲି ଅସ୍ଥାୟୀ ସ୍ୱର୍ଗ ଆଉ ଭୋଗର ଆକର୍ଷଣ ଥାଏ। ହଁ, ଏକଦମ। ଆଉ ଏଇଟା ଆମକୁ ଆମ ନିଜ ଭିତରର ପ୍ରେରଣାକୁ ପରଖିବା ପାଇଁ ବି କହୁଛି। ଆମେ ଯେତେବେଳେ କିଛି ଧାର୍ମିକ କାମ କରୁଛେ କିମ୍ବା ଆଧ୍ୟାତ୍ମିକ ଅଭ୍ୟାସ କରୁଛେ, ତା ପଛରେ କୋଉ ଭାବନାଟା ଅଛି? ଖାଲି କିଛି ସାଂସାରିକ ଫାଇଦା ପାଇବାର ଇଚ୍ଛା, ନା ଚିତ୍ତକୁ ଶୁଦ୍ଧ କରିବା ଆଉ ପରମ ସତ୍ୟକୁ ଖୋଜିବାର ଭାବନା? ଭଗବାନ କୃଷ୍ଣ ଏଇ ପ୍ରଶ୍ନଟା ଆମ ସମସ୍ତଙ୍କ ପାଇଁ ଛାଡ଼ି ଦେଉଛନ୍ତି। ହଁ, ଏଇଟା ଗୋଟେ ବହୁତ ବହୁତ ମହତ୍ୱପୂର୍ଣ୍ଣ ଶିକ୍ଷା। ଗୀତାର ପ୍ରତିଟି ଶ୍ଲୋକରେ କେତେ ଯେ ଗଭୀର କଥା ଲୁଚି ରହିଛି, ଏ ଆଲୋଚନା ସତରେ ଆଖି ଖୋଲିଦେଲା ଭଳି। ସତ କଥା। ଗୀତା ଖାଲି ଗୋଟେ ଧର୍ମଗ୍ରନ୍ଥ ନୁହେଁ, ଏଇଟା ଗୋଟେ ଜୀବନ ଜୀଇବାର ଦର୍ଶନ। ଏଇଟା ଆମକୁ ବାଟ ଦେଖାଏ କେମିତି ଆମେ ଆମ ପ୍ରତିଦିନର ଜୀବନରେ ଆମ କାମ ଆଉ ଆମ ମନୋଭାବ ଦ୍ୱାରା ଆଧ୍ୟାତ୍ମିକତାର ସବୁଠୁ ଉଚ୍ଚ ଲକ୍ଷ୍ୟ ପାଖରେ ପହଞ୍ଚିପାରିବା। ତରିକ ଧନ୍ୟବାଦ। ଆଶା କରୁଛୁ ଏ ଆଲୋଚନାରୁ କିଛି ନୂଆ କଥା ଭାବିବାକୁ ମିଳିଥିବ ଆଉ ନିଜ ଜୀବନକୁ ଗୋଟେ ଅଲଗା ଦୃଷ୍ଟିରୁ ଦେଖିବାକୁ ପ୍ରେରଣା ମିଳିଥିବ। ଯଦି ଏ ଆଲୋଚନା ସତରେ ଭଲ ଲାଗିଲା ଆଉ ଏଥିରୁ କିଛି ମୂଲ୍ୟବାନ ଜିନିଷ ଶିଖିବାକୁ ମିଳିଲା ବୋଲି ଲାଗୁଛି, ତେବେ ଏହାକୁ ନିଶ୍ଚୟ ଲାଇକ୍ କରନ୍ତୁ ଆଉ ଏହାକୁ ଅନ୍ୟମାନଙ୍କ ସହିତ, ନିଜ ସାଙ୍ଗସାଥୀ, ପରିବାର ଲୋକଙ୍କ ସହ ସେୟାର କରନ୍ତୁ, ଯାହାଦ୍ୱାରା ଗୀତାର ଏହି ଜ୍ଞାନ ଆହୁରି ଅଧିକ ଲୋକଙ୍କ ପାଖରେ ପହଞ୍ଚି
ପାଇପାରିବ। ଭଗବାନ ଶ୍ରୀକୃଷ୍ଣଙ୍କ କୃପା ଆଉ ଆଶୀର୍ବାଦ ସମସ୍ତଙ୍କୁ ମିଳୁ। ଏ ଆଲୋଚନା ଶୁଣି ମନରେ କ'ଣ ଭାବନା ଆସୁଛି ସେଇଟା ଜଣେଇବା ପାଇଁ କମେଣ୍ଟ ବକ୍ସରେ ଓମ୍ ନମୋ ଭଗବତେ ବାସୁଦେବାୟ ଲିଖିପାରନ୍ତି କିମ୍ବା ଆମର ପ୍ରାଣର ଠାକୁର ଜୟ ଜଗନ୍ନାଥ ବୋଲି ଲେଖିବାକୁ ବି ଭୁଲିବେନି। ଆପଣଙ୍କ ମତାମତ ଆମ ପାଇଁ ବହୁତ ମୂଲ୍ୟବାନ। ଆଉ ହଁ, ଏ ଆଲୋଚନା ଆମ ପାଇଁ ଗୋଟେ ଭାବିବାର ପ୍ରଶ୍ନ ବି ଛାଡ଼ି ଯାଉଛି, ଯାହାକୁ ଆମେ ନିଜ ସାଙ୍ଗରେ ନେଇପାରିବା। ଆମେ ଆମର ଏଇ ଆଧ୍ୟାତ୍ମିକ ଯାତ୍ରାରେ ପ୍ରକୃତରେ କ'ଣ ଖୋଜୁଛେ? ଖାଲି କିଛି ସମୟ ପାଇଁ ସୁଖ, ନା ସବୁଦିନ ପାଇଁ ଶାନ୍ତି ଆଉ ମୁକ୍ତି? ଏହାର ଉତ୍ତର ଆମ ନିଜ ଭିତରେ ହିଁ ଅଛି। ନିଶ୍ଚୟ। ଗୀତାର ଆଗାମୀ ଶ୍ଲୋକ ଏବଂ ଆହୁରି ଅନେକ ଆଧ୍ୟାତ୍ମିକ ବିଷୟ ଉପରେ ଏମିତି ଗଭୀର, ସ୍ପଷ୍ଟ ଆଉ ଆମ ଜୀବନ ସହ ଯୋଡ଼ା ଆଲୋଚନା ଶୁଣିବା ପାଇଁ ଆମ ସହିତ ନିଶ୍ଚୟ ଯୋଡ଼ି ହୋଇ ରୁହନ୍ତୁ। ଓମ୍ ନମୋ ଭଗବତେ ବାସୁଦେବାୟ। ଆପଣ ଶୁଣୁଛନ୍ତି ରେଡିଓ ତୋଷାଳୀ, ଆମ ମାଟିର ସ୍ୱର।